ଝିର୍ପାଣି ପୁଲିସ ଧରିଲା ଗଞ୍ଜେଇ। ଗତ 18 ତାରିଖରେ ରାଉରକେଲା ପୁଲିସ ଜିଲ୍ଲା ଅନ୍ତର୍ଗତ ଝିର୍ପାଣି ପୁଲିସ ଧରିଲା ଗଞ୍ଜେଇ। ଝିର୍ପାଣି ଥାନା ପକ୍ଷରୁ ସକାଳ ବେଳା ଏକ ପାଟ୍ରୋଲିଂ ତଥା ଏମ୍ଭି ଚେକିଂ ଏକ୍ସାଇଜ ରେଡ୍ ଚାଲିଥିଲା ବେଳେ ସମୟ ପ୍ରାୟ 9:30 କୌଣସି ସୂତ୍ରରୁ ଖବର ପାଇ ଜନୈକ ବ୍ୟକ୍ତି ଏକ ବ୍ୟାଗ୍ରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୁଲିସ ତାକୁ ଧରିବାରେ ସକ୍ଷମ ହୋଇପାରିଛି। ଏହି ଗଞ୍ଜେଇ କୋଏଲନଗର ଓ ଝିର୍ପାଣି ଅଞ୍ଚଳରେ ସପ୍ଲାଇ କରୁଥିଲା ବୋଲି ପୁଲିସ ତାର ପ୍ରାରମ୍ଭିକ ତଦନ୍ତରୁ ଜାଣିପାରିଛି। ଏହି ବ୍ୟାଗ୍ରୁ ମୋଟ 1 କେଜି 384 ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଗୋଟିଏ ମୋବାଇଲ ଫୋନ୍ ଓ 1010 ଟଙ୍କା ଜବତ ହୋଇଛି। ବ୍ୟକ୍ତି ଜଣକ ହେଲେ ଶକ୍ତିନଗର ଅଞ୍ଚଳର ଚନ୍ଦନ କାଳନ୍ଦୀ, 41 ବର୍ଷ। ଚନ୍ଦନ ସ୍ଥାନୀୟ ଅଞ୍ଚଳରେ ଏହି ବେପାର କରୁଥିଲା ବୋଲି ଜଣାପଡ଼ିଛି। ପୁଲିସ ଏ ବାବଦରେ ଏକ NDPS ଆକ୍ଟ 1985 PS କେସ୍ ନମ୍ବର 155 ଦଫା 20B/IIBରେ ଏକ ମକଦ୍ଦମା ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଛନ୍ତି। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।